ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଥିଲୁ ଯେ ଈଶ୍ୱର ହିଁ ଆମର ଉଦ୍ଧାରକର୍ତ୍ତା, ତେଣୁ ଜୀବନରେ ତାଙ୍କୁ ପ୍ରଥମ ସ୍ଥାନ ଦେବା ଉଚିତ। ସେ ଆମକୁ ସବୁବେଳେ ସହଜ କିମ୍ବା ଛୋଟ ପଥରେ ନୁହେଁ, ବରଂ ତାଙ୍କ ଜ୍ଞାନ ଅନୁସାରେ ଯାହା ସର୍ବୋତ୍ତମ ସେ ପଥରେ ହିଁ ପରିଚାଳିତ କରନ୍ତି। ଦିନ ରାତି ମେଘ ଓ ଅଗ୍ନିସ୍ତମ୍ଭ ଈଶ୍ୱରଙ୍କ ସର୍ବଦା ଉପସ୍ଥିତି, ନିର୍ଦ୍ଦେଶନା ଓ ସୁରକ୍ଷାର ପ୍ରମାଣ। ଇସ୍ରାଏଲମାନଙ୍କ ପରି ଆମେ ମଧ୍ୟ ପ୍ରତିଟି ପଦକ୍ଷେପରେ ଈଶ୍ୱରଙ୍କ ଉପରେ ଭରସା ରଖିପାରିବା। ଆଜିର ଅଧ୍ୟୟନରେ ଆମେ 14 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଫାରୋ ଏବଂ ତାଙ୍କର ସୈନ୍ୟବାହିନୀ ଇସ୍ରାଏଲକୁ ଗୋଉଡ଼ାଇବେ ଏବଂ ଈଶ୍ୱର ସୁଫ ସାଗରକୁ ବା ଲୋହିତ ସାଗରକୁ ଦୁଇ ଭାଗ କରି ନିଜ ଲୋକମାନଙ୍କୁ ଏକ ବିଶାଳ ବିଜୟ ପ୍ରଦାନ କରିବେ। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟ ଉପରେ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଯାତ୍ରା ପୁସ୍ତକ 14 ଅଧ୍ୟାୟ। ଏହି ଅଧ୍ୟାୟର ବିଷୟବସ୍ତୁ ଉପରେ ଆଲୋଚନା କରିବା। ଫାରୋ ଓ ତାଙ୍କ ସେନାବାହିନୀ ଇସ୍ରାଏଲର ପିଛା କରନ୍ତି। ମିଶର ଉପରେ ଈଶ୍ୱରଙ୍କର ବିଜୟ। ଯାତ୍ରା 14 ପର୍ବ ତାର 1 ଏବଂ 2 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ପରି ଲେଖା ଅଛି, ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମେମାନେ ଫେରି ପିହରି ତୋରର ପୂର୍ବ ଦିଗରେ ମିଗ୍ଦୋଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର। ତୁମେମାନେ ବାଲସଫୋନ ଆଗରେ ଅର୍ଥାତ୍ ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର। ଏହି ସ୍ଥାନକୁ ଖୋଜି ବାହାର କରିବା ନିଶ୍ଚିତ ଭାବେ ଅସମ୍ଭବ, କିନ୍ତୁ ସେମାନେ ନୀଳ ନଦୀ ଏବଂ ସୁପସାଗର ମଧ୍ୟରେ ଏକ ସ୍ଥାନରେ ଥିଲେ। ଯାତ୍ରା 14 ପର୍ବ ତାର 3 ପଦରେ ଲେଖା ଅଛି, ତହିଁରେ ଫାରୋ ଇସ୍ରାଏଲ ସନ୍ତାନଗଣ ବିଷୟରେ କହିବ, ସେମାନେ ଦେଶ ମଧ୍ୟରେ ଧନ୍ଦଳା ହୋଇ ରହିଅଛନ୍ତି ଓ ପ୍ରାନ୍ତର ସେମାନଙ୍କ ପଥ ରୁଦ୍ଧ କରିଅଛି। ଫାରୋଙ୍କ ପାଖରେ ଇସ୍ରାଏଲର ସନ୍ତାନମାନଙ୍କ ଉପରେ ନଜର ରଖିବା ପାଇଁ ଗୁପ୍ତଚର ଥିଲେ ଏବଂ ଯେକୌଣସି ପ୍ରକାରେ 25 ଲକ୍ଷ ଲୋକଙ୍କ ଗତିବିଧିକୁ ଲୁଚାଇବା କଷ୍ଟକର ବିଷୟ। ଫାରୋ ଆଶା କରୁଥିଲେ ଯେ ଇସ୍ରାଏଲୀୟମାନେ ଉପକୂଳ ପଥ ଦେଇ ଏବଂ ପଲେଷ୍ଟିୟମାନଙ୍କ ଦେଶ ଦେଇ ଆଗକୁ ବଢ଼ୁଛନ୍ତି। ଯେତେବେଳେ ସେମାନେ ମରୁଭୂମି ଆଡ଼କୁ ଅଗ୍ରସର ହେଉଛନ୍ତି, ସେ ଭାବୁଛନ୍ତି ଯେ ସେମାନେ ପଥହରା ହୋଇ ପ୍ରାନ୍ତରରେ ହଜି ଯାଇଛନ୍ତି ଏବଂ ଜାଣିନାହାନ୍ତି ଯେ ସେମାନେ କେଉଁଠାକୁ ଯାଉଛନ୍ତି। ଈଶ୍ୱର କହନ୍ତି ଯେ ଯେତେବେଳେ ଫାରୋ ଭାବିବେ ଯେ ଇସ୍ରାଏଲୀୟମାନେ ପ୍ରାନ୍ତରରେ ଫସି ଯାଇଛନ୍ତି, ସେ ସେମାନଙ୍କୁ ପିଛା କରିବେ। ଏହା ସ୍ପଷ୍ଟ ଥିଲା ଯେ ଫାରୋ ଅନିଚ୍ଛା ସତ୍ତ୍ୱେ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେଇଥିଲେ। ପରମେଶ୍ୱର ଏପର୍ଯ୍ୟନ୍ତ ଏହି ବ୍ୟକ୍ତି ଫାରୋଙ୍କ ସହ ତାଙ୍କ ବିଚାର ସମ୍ପୂର୍ଣ୍ଣ କରିନାହାନ୍ତି। ଯାତ୍ରା 14 ପର୍ବ ତାର 4 ପଦରେ ଲେଖା ଅଛି, ଆଉ ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ। ପୁଣି ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ୱାରା ସମ୍ଭ୍ରମ ପାଇବା। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଏହା ମିଶ୍ରୀୟ ଲୋକମାନେ ଜାଣିବେ, ତହୁଁ ସେମାନେ ସେହିପରି କଲେ। ଆପଣ ହୁଏତ ଭାବୁଥିବେ ଯେ ମିଶରୀୟମାନେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ଆହୁରି କିଛି ଚମତ୍କାର ଘଟଣା ଘଟିବାକୁ ଯାଉଛି ଯାହା ସେମାନଙ୍କ ବିଶ୍ୱାସକୁ ଦୃଢ଼ କରିବ। ଯାତ୍ରା 14 ପର୍ବ ତାର 5-7 ପଦରେ ଲେଖା ଅଛି, ଅନନ୍ତର ଲୋକମାନେ ପଳାଇ ଅଛନ୍ତି
ଏହି ସମ୍ବାଦ ମିଶ୍ରୀୟ ରାଜାଙ୍କୁ ଜଣାଯାଆନ୍ତେ ଲୋକମାନଙ୍କ ବିଷୟରେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଅନ୍ତଃକରଣ ପରିବର୍ତ୍ତିତ ହେଲା। ତହୁଁ ସେମାନେ କହିଲେ, ଆମ୍ଭେମାନେ ଏ କି କର୍ମ କଲୁ? କାହିଁକି ଇସ୍ରାଏଲକୁ ଆପଣମାନଙ୍କ ଦାସତ୍ୱରୁ ଛାଡ଼ିଦେଲୁ? ତହୁଁ ରାଜା ଆପଣା ରଥ ପ୍ରସ୍ତୁତ କରାଇଲେ ଓ ଆପଣା ଲୋକମାନଙ୍କୁ ସଙ୍ଗରେ ନେଲେ। ପୁଣି 600 ବଛା ରଥ ଓ ମିଶ୍ରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ। ମିଶରର ସୈନ୍ୟବାହିନୀ 600 ରଥ ସହିତ ଇସ୍ରାଏଲ ସନ୍ତାନମାନଙ୍କ ପିଛା କରୁଛନ୍ତି। ଆପଣ କଳ୍ପନା କରିପାରିବେ ଯେ ଏତେ ସଂଖ୍ୟକ ରଥ ଓ ସୈନ୍ୟବାହିନୀ ଏକ ଅସହାୟ, ଅସୁରକ୍ଷିତ, ବିଶେଷ କରି ମହିଳା ଓ ଶିଶୁମାନେ ଓ ଗୋମେଷାଦୀପଲକୁ କିପରି ଭୟଙ୍କର ଆକ୍ରମଣ କରିବେ। ସେମାନେ ସେମାନଙ୍କୁ ଭୀତତ୍ରସ୍ତ ଓ ଛିନ୍ନ ଭିନ୍ନ କରିବେ। ଯାତ୍ରା ପୁସ୍ତକ 14 ପର୍ବ ତାର 8ରୁ 10 ପଦରେ ଲେଖା ଅଛି। ଆଉ ସଦାପ୍ରଭୁ ମିଶ୍ରୀୟ ରାଜା ଫାରୋଙ୍କର ହୃଦୟ କଠିନ କରନ୍ତେ ସେ ଇସ୍ରାଏଲ ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ। ସେତେବେଳେ ଇସ୍ରାଏଲ ସନ୍ତାନମାନେ ଊର୍ଦ୍ଧ୍ୱ ହସ୍ତରେ ଯାତ୍ରା କରୁଥିଲେ। ତହୁଁ ମିଶ୍ରୀୟମାନେ ଅର୍ଥାତ୍ ଫାରୋଙ୍କର ସମସ୍ତ ଅଶ୍ୱ ଓ ରଥ ଓ ଅଶ୍ୱାରୂଢ଼ ସୈନ୍ୟଗଣ ସେମାନଙ୍କ ପଛେ ପଛେ ଦୌଡ଼ି ବାଲ୍ ସପୋନ୍ ଅଗ୍ରତେ ପିହହିରୋତ ନିକଟରେ ସମୁଦ୍ର ତୀରରେ ସେମାନେ ଛାଉଣି କରିବା ସମୟରେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ଆଉ ଫାରୋ ନିକଟବର୍ତ୍ତୀ ହୁଅନ୍ତେ ଇସ୍ରାଏଲ ସନ୍ତାନଗଣ ଅନାଇ ଆପଣମାନଙ୍କ ପଶ୍ଚାତ୍ ପଶ୍ଚାତ୍ ଆଗମନକାରୀ ମିଶ୍ରୀୟମାନଙ୍କୁ ଦେଖି ଅତିଶୟ ଭୀତ ହେଲେ। ପୁଣି ଇସ୍ରାଏଲ ସନ୍ତାନମାନେ ସଦାପ୍ରଭୁଙ୍କୁ ଡାକ ପକାଇଲେ। ଇସ୍ରାଏଲ ସମ୍ମୁଖରେ ସୁପସାଗର ଓ ପଛରେ ମିଶରୀୟ ସୈନ୍ୟବାହିନୀ ଥିଲା। ଏହି ଅସହାୟ ଓ ସୁରକ୍ଷାବିହୀନ ମହାଜନତା ଗଭୀର ସମୁଦ୍ର ଏବଂ ଶୟତାନ ମଝିରେ ଧରା ପଡ଼ିଲେ। ସ୍ୱାଭାବିକ ଦୃଷ୍ଟିକୋଣରୁ ଏହି ଇସ୍ରାଏଲୀୟମାନେ ଅତି ବିପଦ ପରିସ୍ଥିତିରେ ପଡ଼ିଛନ୍ତି। ଯାତ୍ରା 14 ପର୍ବ ତାର 11 ପଦରେ ଲେଖା ଅଛି। ପୁଣି ମୂଷାଙ୍କୁ କହିଲେ, ମିଶରରେ କବର ନଥିଲା ବୋଲି କି ପ୍ରାନ୍ତରରେ ତୁମ୍ଭେ ଆମମାନଙ୍କୁ ମାରିବାକୁ ଆଣିଲ? ଆମମାନଙ୍କ ସଙ୍ଗରେ ଏ ରୂପ ବ୍ୟବହାର କରି ଆମମାନଙ୍କୁ ମିଶରରୁ କାହିଁକି ବାହାର କରି ଆଣିଲ? ଏହା ଏକ ବିଡ଼ମ୍ବନାପୂର୍ଣ୍ଣ ବକ୍ତବ୍ୟ ଏବଂ ମୁଁ ନିଶ୍ଚିତ ଯେ ସେହିଦିନ ଏହା ଆହୁରି ଜଟିଳ ଥିଲା। ଅତି ବୃହତ୍ ପିରାମିଡ଼ ଗୁଡ଼ିକ ରାଜାମାନଙ୍କ କବରସ୍ଥାନର ସ୍ମାରକୀ ଭାବରେ ସେଠାରେ ଠିଆ ହୋଇଥିଲା। ମିଶରରେ ସବୁଠି ମମି ଅର୍ଥାତ୍ ମୃତ ଶବ ରଖାଯାଇଥିଲା। ଏହା ଏକ ବିସ୍ତୃତ କବରସ୍ଥାନ ଥିଲା। ଇସ୍ରାଏଲ ସନ୍ତାନମାନେ ମୋଶାଙ୍କୁ କହୁଥିଲେ, ଆମକୁ ମିଶର ଦେଶରେ କବର ଦେବା ପାଇଁ ସ୍ଥାନ ନଥିଲା ବୋଲି କ'ଣ ତୁମେ ଆମକୁ ମରୁଭୂମିକୁ ମାରିବାକୁ ଆଣିଲ? ଇସ୍ରାଏଲୀୟମାନେ ନିଶ୍ଚିତ ହେଲେ ଯେ ସେମାନଙ୍କୁ ମରୁଭୂମିରେ ହତ୍ୟା କରାଯିବ। ଯାତ୍ରା 14 ପର୍ବ ତାର 12 ପଦରେ ଲେଖା ଅଛି, ଆମମାନଙ୍କୁ ରହିବାକୁ ଦିଅ, ଆମ୍ଭେମାନେ ମିଶ୍ରୀୟମାନଙ୍କର ଦାସ୍ୟକର୍ମ କରିବା। କାରଣ ପ୍ରାନ୍ତରରେ ମରିବା ଅପେକ୍ଷା ମିଶ୍ରୀୟମାନଙ୍କର ସେବା କରିବା ଆମମାନଙ୍କର ମଙ୍ଗଳ। ଆମ୍ଭେମାନେ କି ମିଶରରେ ତୁମକୁ ଏହି କଥା କହିନଥିଲୁ? ଇସ୍ରାଏଲୀୟମାନେ ଯେତେବେଳେ ମିଶର ଦେଶରେ ଥିଲେ ସେମାନେ ମୁକ୍ତି ପାଇଁ ଚିତ୍କାର କରିଥିଲେ। ପରମେଶ୍ୱର ସେମାନଙ୍କୁ ସେଠାରୁ ବାହାରି ଆସିବା ପାଇଁ ସୁଯୋଗ ଦେଲେ। କିନ୍ତୁ ଯେତେବେଳେ ସେମାନେ ବିପଦରେ ପଡ଼ିଲେ ସେମାନେ ମିଶରକୁ ଫେରିବାକୁ ଚାହୁଁଛନ୍ତି। ଏବେ ଧ୍ୟାନ ଦିଅନ୍ତୁ ଯେ ପରମେଶ୍ୱର ତାଙ୍କ ଲୋକମାନଙ୍କ ପାଇଁ କ'ଣ କରିବାକୁ ଯାଉଛନ୍ତି। ପରମେଶ୍ୱରଙ୍କର ସାହାଯ୍ୟ ବିନା ସେମାନେ ଅସହାୟ ଏବଂ ହତାଶ। ଯଦି ସେମାନଙ୍କୁ ମୁକ୍ତି ପାଇବାକୁ ହୁଏ ତେବେ ପରମେଶ୍ୱରଙ୍କୁ କିଛି କରିବାକୁ ପଡ଼ିବ। ମୁଁ ଇଚ୍ଛା କରେ ଯେ ଆଜି ଆମେ ସେହି ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ପାଇଥାନ୍ତୁ, କାରଣ ଆମ ଇସ୍ରାଏଲୀୟମାନଙ୍କ ପରିସ୍ଥିତିରେ ବର୍ତ୍ତମାନ ରହିଛୁ। ଯଦି ଆମେ ମହାକାଶଚାରୀମାନଙ୍କ ସହିତ ଚନ୍ଦ୍ରକୁ ଯାଇ ଆମର ଏହି ଛୋଟ ପୃଥିବୀକୁ ଦେଖିବା ତେବେ ଆମେ ଏଠାରେ ପାପରେ ହଜିଯାଇଥିବା ଲୋକମାନଙ୍କୁ ଦେଖିପାରିବା। ପ୍ରକୃତରେ ଆମର ପୃଥିବୀ ଏକ ନିରାଶଜନକ ସ୍ଥାନ, ଏକ କବରସ୍ଥାନ। ରୋମିଓ 5 ପର୍ବ ତାର 12ରେ ପାଉଲ ଆମକୁ କୁହନ୍ତି, ଅତଏବ ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। ମଣିଷ 5000 ବର୍ଷରୁ ଅଧିକ ସମୟ ଧରି ଯାତ୍ରା କରିଛି। ମଣିଷ କବରକୁ ଯାଉଛି, ଏହା ଖୁସିର ବିଷୟ ନୁହେଁ, କିନ୍ତୁ ଏହା ସତ୍ୟ। ମଣିଷ ହେଉଛି ପରମେଶ୍ୱରଙ୍କର ସୃଷ୍ଟିରେ ସବୁଠାରୁ ବଡ଼ ବିଫଳତା। ଇସ୍ରାଏଲର ଏହି ସନ୍ତାନମାନଙ୍କୁ ଦେଖନ୍ତୁ। ଯଦି ପରମେଶ୍ୱର ସେମାନଙ୍କ ସପକ୍ଷରେ କାର୍ଯ୍ୟ ନ କରନ୍ତି ତେବେ ସେମାନେ ଧ୍ୱଂସପ୍ରାପ୍ତ ହେବେ, ଏବଂ ଯଦି ପରମେଶ୍ୱର ଏହା ନ କରନ୍ତି ତେବେ
ଆପଣ ଏବଂ ମୁଁ କେବେ ବି ମୁକ୍ତି ପାଇପାରିବୁ ନାହିଁ। ବନ୍ଧୁଗଣ, ମୁକ୍ତି ସଦାପ୍ରଭୁଙ୍କ କାର୍ଯ୍ୟ ଅଟେ। ଜୋନସ କହିଲେ ପରିତ୍ରାଣ ସଦାପ୍ରଭୁଙ୍କ ଠାରୁ ଆସେ। ଜୋନସ 2 ପର୍ବ ତାର 9 ପଦରେ ଦେଖିବାକୁ ପାଉଁ। ରାଜା ଦାଉଦ ସମାନ ବକ୍ତବ୍ୟ ଦେଇଥିଲେ ଏବଂ ଏହାକୁ ନୂତନ ନିୟମର ବାର୍ତ୍ତା କୁହାଯାଏ। ଯାତ୍ରା 14 ପର୍ବ ତାର 13 ପଦରେ ଲେଖା ଅଛି, ତହୁଁ ମୂଷା ଲୋକମାନଙ୍କୁ କହିଲେ, ତୁମେମାନେ ଭୟ କର ନାହିଁ, ସୁସ୍ଥିର ହୁଅ। ସଦାପ୍ରଭୁ ଆଜି କି ପ୍ରକାରେ ତୁମମାନଙ୍କୁ ଉଦ୍ଧାର କରିବେ ତାହା ଦେଖ। ତୁମେମାନେ ଆଜି ଯେପରି ମିଶ୍ରୀୟମାନଙ୍କୁ ଦେଖୁଅଛ, ସେପରି ଅନନ୍ତ କାଳ ଯାଏ ଆଉ କେବେ ଦେଖିବ ନାହିଁ। ପ୍ରଭୁ ତାଙ୍କ ଲୋକମାନଙ୍କ ସପକ୍ଷରେ କାର୍ଯ୍ୟ କରିବେ। ସେମାନଙ୍କୁ କେବଳ ତାଙ୍କ ପରିତ୍ରାଣକୁ ବିଶ୍ୱାସ ଓ ଗ୍ରହଣ କରିବାକୁ ପଡ଼ିବ। ସେମାନେ ସ୍ଥିର ହେବାକୁ ପଡ଼ିବ ଏବଂ ପରମେଶ୍ୱର ତାଙ୍କ କାର୍ଯ୍ୟ କରିବେ। ମନେ ରଖନ୍ତୁ, ଆପଣ ଆପଣଙ୍କର ପରିତ୍ରାଣ ସାଧନ ପାଇଁ ଏକ ଛୋଟ କୁଟା ଉଠାଇ ପାରିବେ ନାହିଁ। ଈଶ୍ୱର ଆପଣଙ୍କ ପାଇଁ ଯାହା କରିଛନ୍ତି, ଆପଣ କେବଳ ତାହା ବିଶ୍ୱାସ ଓ ଗ୍ରହଣ କରିବାକୁ ପଡ଼ିବ। ଯାତ୍ରା 14 ପର୍ବ ତାର 14 ପଦରେ ଲେଖା ଅଛି, ପରମେଶ୍ୱର ତୁମମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନୀରବ ରହିବ। ପରମେଶ୍ୱର ତାଙ୍କ ଲୋକମାନଙ୍କ ପାଇଁ ପରିତ୍ରାଣ ଆଣିବେ ଏବଂ ପାପ କ୍ଷମା ମିଳିବା ଦ୍ୱାରା ମିଳିବା ଶାନ୍ତି ଆଣିବେ। ଯାତ୍ରା 14 ପର୍ବ ତାର 15 ଏବଂ 16 ପଦରେ ଲେଖା ଅଛି, ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଆମକୁ କାହିଁକି ଡାକୁଅଛ? ଇସ୍ରାଏଲ ସନ୍ତାନଗଣକୁ କୁହ, ସେମାନେ ଅଗ୍ରସର ହେଉନ୍ତୁ। ପୁଣି ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା 2 ଭାଗ କର। ତହିଁରେ ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ। ଇସ୍ରାଏଲୀୟମାନେ ସ୍ଥିର ହେବେ ଏବଂ ପ୍ରଭୁଙ୍କ ପରିତ୍ରାଣ ଦେଖିବେ। କିନ୍ତୁ ଯେତେବେଳେ ଏହା କାର୍ଯ୍ୟକାରୀ ହେବ, ସେମାନେ ବିଶ୍ୱାସ ଦ୍ୱାରା ତାଙ୍କ ନିର୍ଦ୍ଦେଶ ଗୁଡ଼ିକୁ ଧରି ରହିବେ। ସେମାନେ ଆଗକୁ ଯିବେ କି ନାହିଁ, ସେମାନଙ୍କର ବିଶ୍ୱାସ ତାହାକୁ ପ୍ରମାଣିତ କରିବ। ଇସ୍ରାଏଲ ସନ୍ତାନମାନେ କିପରି ସୁପସମୁଦ୍ର ପାର ହୋଇଥିଲେ, ସେ ବିଷୟରେ ଅନେକ ପ୍ରାକୃତିକ ବ୍ୟାଖ୍ୟା ପ୍ରଦାନ କରାଯାଇଛି। ପ୍ରଥମତଃ, ମୁଁ ବିଶ୍ୱାସ କରେ ଯେ ଏହା ପ୍ରତିଷ୍ଠିତ, ରକ୍ଷଣଶୀଳ ଇତିହାସକାର ଏବଂ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ନିଶ୍ଚିତ ହୋଇଛି ଯେ ଇସ୍ରାଏଲର ପ୍ରସ୍ଥାନ ଏକ ଐତିହାସିକ ସତ୍ୟ ଘଟଣା। ଅଧିକାଂଶ ଲୋକଙ୍କ ପାଇଁ ସମସ୍ୟା ହେଉଛି ସେମାନେ କିପରି ଲୋହିତ ସାଗର ପାର ହୋଇଥିଲେ ତାହା ଜାଣିବାକୁ ଚେଷ୍ଟା କରିବା। କେତେକ କୁହନ୍ତି ଯେ ପବନ ପାଣିକୁ ପଛକୁ ଉଡ଼ାଇ ନେଇଥିଲା, କିନ୍ତୁ ରାସ୍ତାର ଉଭୟ ପାର୍ଶ୍ୱରେ ପାଣିର ଏକ ପ୍ରାଚୀର ଥିଲା। ଅନ୍ୟମାନେ କୁହନ୍ତି ଯେ କୌଣସି ପ୍ରକାରର ପ୍ରାକୃତିକ ଘଟଣା ସମୁଦ୍ରକୁ ପଛକୁ ଠେଲି ଦେଇଥିଲା। ଅନ୍ୟମାନେ ଦାବି କରନ୍ତି ଯେ ସେମାନେ ସମୁଦ୍ର ପାର ହେବାକୁ ପ୍ରସ୍ତୁତ ହେବା ସମୟରେ ଭୂମିକମ୍ପ ହୋଇଥିଲା, କିନ୍ତୁ ସେଠାରେ ଯାହା ଘଟିଥିଲା ତାହା ଏକ ଚମତ୍କାର ଘଟଣା ଥିଲା। ଆପଣ ଏହାକୁ ଗ୍ରହଣ କରନ୍ତୁ କିମ୍ବା ନ କରନ୍ତୁ, ତଥାପି ପରମେଶ୍ୱର ଏକ ଚମତ୍କାର ଦ୍ୱାରା ସମୁଦ୍ର ଖୋଲିଦେଲେ ଏବଂ ଇସ୍ରାଏଲୀୟମାନେ ଶୁଖିଲା ଭୂମିରେ ଏହା ଭିତରେ ଦେଇ ଚାଲିଗଲେ। ଯେତେବେଳେ ଇସ୍ରାଏଲୀୟମାନେ ସମୁଦ୍ର ପାର ହେଲେ, ସେମାନେ ଶୁଖିଲା ରାସ୍ତାରେ ଆରପାରିକୁ ଗଲେ। ସେମାନଙ୍କ ପାଦ ଓଦା କରିବା ପାଇଁ ମଧ୍ୟ ଯଥେଷ୍ଟ ପାଣି ନଥିଲା। ଏହାକୁ ଏକ ସିଧାସଳଖ ଚମତ୍କାର କହିବା ବ୍ୟତୀତ ବ୍ୟାଖ୍ୟା କରିବା କଷ୍ଟକର ହେବ। ଯାତ୍ରା 14 ପର୍ବ ତାର 17 ପଦରେ ଲେଖା ଅଛି, ପୁଣି ଆମ୍ଭେ ଦେଖ, ଆମ୍ଭେ ମିଶ୍ରୀୟମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ। ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ ଓ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେବା। ଯେତେବେଳେ ଫାରୋ ଓ ତାଙ୍କ ସୈନ୍ୟ ସାମନ୍ତ ଇସ୍ରାଏଲ ସନ୍ତାନମାନଙ୍କୁ ଲୋହିତ ସାଗର ନିକଟରେ ପିଛା କରିବା ଆରମ୍ଭ କଲେ, ଆପଣ ହୁଏତ ସେମାନଙ୍କୁ କହିଥାନ୍ତେ, ମୁଁ ଭାବୁଛି ତୁମେ ଏହା କରୁଛ କାରଣ ତୁମର ହୃଦୟ ଏବଂ ତୁମର ଲୋକମାନଙ୍କ ହୃଦୟ ପରମେଶ୍ୱରଙ୍କ ଦ୍ୱାରା କଠିନ ହୋଇଛି, କିନ୍ତୁ ତୁମେ ପ୍ରକୃତରେ ଏହା କରିବାକୁ ଚାହୁଁନାହଁ। ଏବଂ ମୁଁ ଭାବୁଛି ତାଙ୍କ ସୈନ୍ୟବାହିନୀ ଆପଣଙ୍କୁ ହସି ଉତ୍ତର ଦେଇଥାନ୍ତେ, ଆମେ ଚାହୁଁଥିବାରୁ ଆମେ ଇସ୍ରାଏଲୀୟମାନଙ୍କୁ ଗୋଡ଼ାଉଛୁ। ପ୍ରକୃତ କଥା ହେଉଛି ଯେ ପରମେଶ୍ୱର ମିଶ୍ରୀୟମାନଙ୍କୁ ସେମାନଙ୍କ ହୃଦୟରେ ଥିବା କାମ କରିବାକୁ ବାଧ୍ୟ କରୁଛନ୍ତି। ଏହି ଅଂଶରେ ଧ୍ୟାନ ଦେବା ପାଇଁ ଅନେକ ବିଷୟ ଅଛି। ପ୍ରଥମତଃ, 18 ପଦରେ ଉଲ୍ଲେଖ କରାଯାଇଥିବା ମିଶ୍ରୀୟମାନେ ହେଉଛନ୍ତି ସେହି ଲୋକମାନେ ଯେଉଁମାନେ ମିଶର ଦେଶରେ ରହିଛନ୍ତି। ଇସ୍ରାଏଲ ସୁରକ୍ଷିତ ଭାବରେ ଲୋହିତ ସାଗରର ଆର ପାର୍ଶ୍ୱକୁ ପାର ହୋଇଯିବେ ଏବଂ ଫାରୋ ଓ ତାଙ୍କ ସୈନ୍ୟବାହିନୀ ସେହି ସମୁଦ୍ରର ଗଭୀର ଜଳରେ ବିନଷ୍ଟ ହେବେ ଏବଂ ମିଶରବାସୀ ଜାଣିବେ ଯେ ଇସ୍ରାଏଲର ପରମେଶ୍ୱର ସତ୍ୟ ସଦାପ୍ରଭୁ ଅଟନ୍ତି। 19 ପଦରେ ପରମେଶ୍ୱରଙ୍କର ଦୂତ ବୋଲି ଉଲ୍ଲେଖ ଅଛି।
ମୁଁ ବିଶ୍ୱାସ କରେ ଯେ ସେହି ପରମେଶ୍ୱରଙ୍କର ଦୂତ ଅବତାର ପୂର୍ବର ଖ୍ରୀଷ୍ଟ ବ୍ୟତୀତ ଆଉ କେହି ନଥିଲେ। ସେ ସ୍ୱୟଂ ପରମେଶ୍ୱର ଥିଲେ, ଯିଏ ମିଶରୀୟ ଏବଂ ଇସ୍ରାଏଲୀୟମାନଙ୍କ ମଧ୍ୟ ସ୍ଥାନରେ ଠିଆ ହୋଇଥିଲେ। ଯେତେବେଳେ ଏକ ପ୍ରବଳ ପୂର୍ବୀୟ ପବନ ଆସିଲା, ଏହା ସମୁଦ୍ରକୁ ପଛକୁ ଫେରାଇ ଆଣିଲା। ଏକ ପ୍ରାକୃତିକ ପବନ କେବେ ବି ଉଭୟ ପାର୍ଶ୍ୱରେ ପାଣିର ପ୍ରାଚୀର ତିଆରି କରିପାରିବ ନାହିଁ। ଯାତ୍ରା 14 ପର୍ବ ତାର 22-25 ପଦରେ ଲେଖା ଅଛି, ତହିଁରେ ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ। ପୁଣି ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା। ଅନନ୍ତର ମିଶ୍ରୀୟମାନେ ଅର୍ଥାତ୍ ଫାରୋଙ୍କର ସମସ୍ତ ଅଶ୍ୱ, ରଥ ଓ ଅଶ୍ୱାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ। ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିଶ୍ରୀୟମାନଙ୍କ ସୈନ୍ୟଙ୍କୁ ଅନାଇଲେ ଓ ମିଶ୍ରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ। ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ ସେମାନେ ଅତି କଷ୍ଟରେ ରଥ ଚଳାଇଲେ। ତହିଁରେ ମିଶ୍ରୀୟ ଲୋକମାନେ କହିଲେ, ଆସ ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ, କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିଶ୍ରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି। ଯେତେବେଳେ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ଯୋଜନା କାର୍ଯ୍ୟକାରୀ କରନ୍ତି, ଆମେ ପୁଣି ଥରେ ଦେଖୁ ଯେ ସେ ଅଗ୍ନିସ୍ତମ୍ଭ ଏବଂ ମେଘସ୍ତମ୍ଭ ମାଧ୍ୟମରେ କାର୍ଯ୍ୟ କରିଥିଲେ, ଯାହା ମୁଁ ବିଶ୍ୱାସ କରେ ଯେ ତାହା ପବିତ୍ର ଆତ୍ମାଙ୍କୁ ପ୍ରତିନିଧିତ୍ୱ କରେ। ଆଜି ପରମେଶ୍ୱରଙ୍କର ସନ୍ତାନମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ, ସେମାନେ ସେହିପରି ପରମେଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇଥିଲେ। ଏହା ମିଶରୀୟମାନଙ୍କ ପାଇଁ ସ୍ପଷ୍ଟ ହୋଇଯାଏ ଯେ ସେମାନଙ୍କ ସହିତ ଯାହା ଘଟୁଛି ତାହା ନିଶ୍ଚିତ ଭାବରେ ଅଲୌକିକ ଘଟଣା ଅଟେ। ସେମାନେ ପଛକୁ ହଟିଯିବାକୁ ଚାହାନ୍ତି ଏବଂ ସେମାନଙ୍କ ବିପକ୍ଷବାଦୀ ଶକ୍ତିରୁ ରକ୍ଷା ପାଇବାକୁ ଚାହାନ୍ତି। ଯାତ୍ରା 14 ପର୍ବ ତାର 26-28 ପଦରେ ଲେଖା ଅଛି, ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର। ତହିଁରେ ମିଶ୍ରୀୟମାନଙ୍କ ଓ ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ। ତହୁଁ ମୂଷା ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ, ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା। ତହୁଁ ମିଶ୍ରୀୟମାନେ ଉଜାଣି ପଳାୟନ କରନ୍ତେ ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ। ଏହା ଏକ ଅଲୌକିକ ଏବଂ ଚମତ୍କାର ଘଟଣା, ଯାହାକୁ ସୂକ୍ଷ୍ମ ଭାବେ ପର୍ଯ୍ୟବେକ୍ଷଣ କରିବା ଆବଶ୍ୟକ। ଏହି ଘଟଣାକୁ ବ୍ୟାଖ୍ୟା କରିବାର କୌଣସି ପ୍ରାକୃତିକ ଉପାୟ ନାହିଁ। ଅନେକ ରକ୍ଷଣଶୀଳ ଲୋକମାନେ, ଯଦିଓ ସେମାନେ ପରମେଶ୍ୱରଙ୍କର ବାକ୍ୟରେ ବିଶ୍ୱାସ କରନ୍ତି ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଉଦ୍ଧାର ପାଇଛନ୍ତି, ତଥାପି ସେମାନେ ଲୋହିତ ସାଗର ପାର ହେବା ଘଟଣାକୁ କିଛି ପ୍ରାକୃତିକ ଉପାୟରେ ବ୍ୟାଖ୍ୟା କରିବାକୁ ଚେଷ୍ଟା କରନ୍ତି। ପରମେଶ୍ୱର କହନ୍ତି ଯେ ଏହା ଏକ ଅଲୌକିକ ଚମତ୍କାର ଅଟେ। ଆପଣ ଏହାକୁ ବିଶ୍ୱାସ କରିପାରନ୍ତି ଅବା ପ୍ରତ୍ୟାଖ୍ୟାନ କରିପାରନ୍ତି। ଯାତ୍ରା 14 ପର୍ବ ତାର 29 ପଦରେ ଲେଖା ଅଛି, ମାତ୍ର ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟ ଦେଇ ଗମନ କଲେ। ପୁଣି ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା। ଏହା ଏକ ଚମତ୍କାର ଘଟଣା ଥିଲା। ଏବେ ଦୁଇଥର ଏହା ଆମକୁ ସ୍ପଷ୍ଟ କରାଯାଇଛି। ସେମାନେ ସମୁଦ୍ର ମଧ୍ୟ ଦେଇ ଶୁଷ୍କ ଭୂମିରେ ଚାଲି ଯାଇଥିଲେ। ବାମ ପାର୍ଶ୍ୱ ଏବଂ ଡାହାଣ ପାର୍ଶ୍ୱରେ ଜଳ ସେମାନଙ୍କ ପାଇଁ ଏକ ପ୍ରାଚୀର ରୂପେ ଥିଲା। ଆପଣ ଏହାକୁ ପ୍ରାକୃତିକ ଆଧାରରେ ବ୍ୟାଖ୍ୟା କରିପାରିବେ ନାହିଁ। ଯାତ୍ରା 14 ପର୍ବ ତାର 30 ଏବଂ 31 ପଦରେ ଲେଖା ଅଛି, ଏହି ପ୍ରକାରେ ସେହିଦିନ ସଦାପ୍ରଭୁ ମିଶ୍ରୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ରକ୍ଷା କଲେ ଓ ଇସ୍ରାଏଲ ମିଶ୍ରୀୟମାନଙ୍କୁ ସମୁଦ୍ର ତୀରରେ ମୃତ ଦେଖିଲେ। ସଦାପ୍ରଭୁ ମିଶ୍ରୀୟମାନଙ୍କ ବିରୁଦ୍ଧରେ ଏହି ଯେଉଁ ମହତ୍ କର୍ମ କଲେ, ତାହା ଇସ୍ରାଏଲ ଦେଖିଲେ। ତହିଁରେ ଲୋକମାନେ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କଠାରେ ଓ ତାହାଙ୍କ ଦାସ ମୋଶାଙ୍କଠାରେ ବିଶ୍ୱାସ କଲେ। ଏହି ଦୁଇଟି ପଦ ଇସ୍ରାଏଲକୁ ପରମେଶ୍ୱର ଉଦ୍ଧାର କରିବା ଉଦ୍ଦେଶ୍ୟରେ ବର୍ଣ୍ଣନା କରେ। ସେମାନଙ୍କର ପ୍ରାନ୍ତରର ଯାତ୍ରାର ଆରମ୍ଭରେ ସେମାନେ ପରମେଶ୍ୱରଙ୍କର ଶକ୍ତି ଦେଖିଲେ, ଯେତେବେଳେ ସେ ସେମାନଙ୍କୁ ରକ୍ତସେଚନ ଦ୍ୱାରା ମିଶରରୁ ଉଦ୍ଧାର କରିଥିଲେ ଏବଂ ବର୍ତ୍ତମାନ ଉପସାଗରରେ ସେ ସେମାନଙ୍କୁ ସୁରକ୍ଷିତ ଭାବରେ ସମୁଦ୍ର ପାର କରାଇ ଏବଂ ସେମାନଙ୍କ ପଛେ ପଛେ ଗୋଡ଼ାଉଥିବା ମିଶରୀୟମାନଙ୍କୁ ସମୁଦ୍ରରେ ବିନାଶ କରି ପୁନର୍ବାର ସେ ତାଙ୍କର ଶକ୍ତି ପ୍ରଦର୍ଶନ କରନ୍ତି। ପରମେଶ୍ୱର ଆପଣା ଶକ୍ତି ଦ୍ୱାରା ତାହାଙ୍କ ସନ୍ତାନମାନଙ୍କୁ ସେ ଉଦ୍ଧାର କରନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା।
ପ୍ରେମମୟ ସ୍ୱର୍ଗସ୍ଥ ପିତା ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ଧନ୍ୟବାଦ ଦେଉଛୁ ପ୍ରଭୁ ତୁମରି ମନୋନୀତ ଲୋକମାନଙ୍କ ପାଇଁ। ତୁମରି ଯେଉଁ ସବୁ ମହାନ ଯୋଜନା ଥିଲା ମୋଶା ଏବଂ ହାରୁଣଙ୍କ ମାଧ୍ୟମରେ ଦୟାଳୁ ସ୍ୱର୍ଗସ୍ଥ ପିତା କେଉଁ ପ୍ରକାର ଭାବରେ ତୁମେ କାର୍ଯ୍ୟ କରିଥିଲ। ଫାରୋ ରାଜାଙ୍କର ହସ୍ତରୁ ପ୍ରଭୁ ସେମାନଙ୍କୁ ତୁମେ ମୁକ୍ତି କରିବା ପାଇଁ ତୁମରି ସେହି ମହାନ ଯୋଜନାକୁ ତୁମେ ପ୍ରକାଶ କଲ, ସେଥିଲାଗି ତୁମକୁ ଧନ୍ୟବାଦ ଦେଉଅଛୁ। ଦୟାଳୁ ସ୍ୱର୍ଗସ୍ଥ ପିତା ଏତେବେଳେ ପ୍ରାର୍ଥନା କରୁଛୁ ଆମେମାନେ ମଧ୍ୟ ଯେତେବେଳେ ଏହି ଜଗତ ମଧ୍ୟରେ ବଞ୍ଚି ରହିଛୁ, ଆମମାନଙ୍କର ସମ୍ମୁଖରେ ଅନେକ ପ୍ରକାର ବିପଦ ରହିଅଛି। ତୁମ ନିକଟରେ ପ୍ରାର୍ଥନା କରୁଛୁ ସେ ସମସ୍ତ ପ୍ରକାର ଆପଦରୁ ବିପଦରୁ ପ୍ରଭୁ ତୁମେ ହିଁ ଆମମାନଙ୍କୁ ତୁମେ ସୁରକ୍ଷା ପ୍ରଦାନ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରି ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏ ଅଧ୍ୟୟନରୁ ଆମେ ଶିଖିଲୁ ଯେ ଈଶ୍ୱର ହିଁ ଆମର ରକ୍ଷାକର୍ତ୍ତା ଓ ଉଦ୍ଧାରକର୍ତ୍ତା। ସୁଫ ସାଗର ବା ଲୋହିତ ସାଗର ଏବଂ ଫାରୋଙ୍କ ସୈନ୍ୟ ବାହିନୀ ମଧ୍ୟରେ ଇସ୍ରାଏଲ ଅଟକି ଯାଇଥିଲେ ମଧ୍ୟ ଈଶ୍ୱର ସେମାନଙ୍କ ପାଇଁ ଅସମ୍ଭବକୁ ସମ୍ଭବ କରି ପଥ ପ୍ରସ୍ତୁତ କରିଥିଲେ। ସୁଫ ସାଗରକୁ ଅଲୌକିକ ଉପାୟରେ ପାର ହେବା ଈଶ୍ୱରଙ୍କ ସାର୍ବଭୌମତ୍ୱ ଏବଂ ନିଜ ଲୋକମାନଙ୍କୁ ରକ୍ଷା କରିବାର ଶକ୍ତିକୁ ପ୍ରମାଣିତ କରେ। ଏହା ମନେ ପକାଇ ଦିଏ ଯେ ପରିତ୍ରାଣ ବା ମୁକ୍ତି କେବଳ ଈଶ୍ୱରଙ୍କ ଠାରୁ ହିଁ ଆସିଥାଏ ଏବଂ କଠିନ ପରିସ୍ଥିତିରେ ଆମକୁ ତାଙ୍କରି ଉପରେ ଭରସା ରଖିବା ଉଚିତ। ପରବର୍ତ୍ତୀ ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 15 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଇସ୍ରାଏଲମାନେ ମୁକ୍ତିର ଗୀତ ଗାନ କରିବେ ଏବଂ ପରେ ଜଳର ଅଭାବ ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ବିଷୟରେ ଜାଣିବା। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। सदा प्रभु मोर प्रतिपालक, सदा प्रभु मोर प्रिय पालक, सदा प्रभु मोर प्रतिपालक, सदा प्रभु मोर प्रिय पालक। अभाव मोहर हेब नहीं, हेब नहीं, हेब नहीं, सदा प्रभु मोर प्रतिपालक, सदा प्रभु मोर प्रिय पालक।
ସଦା ପ୍ରଭୁ ମୋର ପ୍ରତିପାଳକ ସଦା ପ୍ରଭୁ ମୋର ପ୍ରିୟ ପାଳକ। ମୃତ୍ୟୁ ଛାୟା ପଥରେ କରିଲେ ଗମନ ଆପଦକୁ କେବେ ହେଲେ କରିବିନି ଭୟ। ମୃତ୍ୟୁ ଛାୟା ପଥରେ କରିଲେ ଗମନ ଆପଦକୁ କେବେ ହେଲେ କରିବିନି ଭୟ। ତୁମେ ସହବର୍ତ୍ତୀ ତୁମେ ମୋର ସାଥୀ ସାନ୍ତ୍ୱନା ମୋହର ପ୍ରଭୁ ତୁମ ଯଷ୍ଟି। ସଦା ପ୍ରଭୁ ମୋର ପ୍ରତିପାଳକ ସଦା ପ୍ରଭୁ ମୋର ପ୍ରିୟ ପାଳକ। ଶତ୍ରୁଗଣ ସମ୍ମୁଖେ ନିଜ ସଜାଇଛ ତୈଳ ଢାଳି ମସ୍ତକ ସିକ୍ତ କରିଅଛ। ଶତ୍ରୁଗଣ ସମ୍ମୁଖେ ନିଜ ସଜାଇଛ ତୈଳ ଢାଳି ମସ୍ତକ ସିକ୍ତ କରିଅଛ। ପାନ ପାତ୍ର ମୋର ଉଛୁଳି ପଡୁଛି ମଙ୍ଗଳ ଦୟାମ ହେବ ଅନୁବର୍ତ୍ତୀ। ଗତ ପ୍ରଶ୍ନର ଉତ୍ତରଟି ହେଉଛି ବି ତାଡ଼ି ଶୂନ୍ୟ। ଆଜିର ପ୍ରଶ୍ନଟି ହେଲା ଇସ୍ରାଏଲ ମାନେ ମିଶର ଦେଶରୁ ବାହାରିଲା ପରେ ପ୍ରଥମେ କେଉଁ ସାଗରର ସମ୍ମୁଖୀନ ହୋଇଥିଲେ? ଏ ସୁଫ ସାଗର, ବି ଜର୍ଦ୍ଦନ ନଦୀ, ସି ନୀଳ ନଦୀ, ଡି ଫରାତ ନଦୀ। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଜପତିରୁ ଅଭିରାମ ରୈତ।